ବର୍ତ୍ତମାନ ବାତ୍ୟାଟି ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି ଏବଂ ଗୋପାଳପୁର ଠାରୁ 750 କିଲୋମିଟର ଦକ୍ଷିଣରେ ରହିଛି। ଯଦି ଦେଖିବା ଗତ 6 ଘଣ୍ଟା ଭିତରେ ବାତ୍ୟାଟି ମୁଭ୍ କରିଛି, ଗତି କରିଛି 18 କିଲୋମିଟର पर आवर। ଏହା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଉ କାଲି ସକାଳ ସୁଦ୍ଧା ଗୋଟିଏ ସିଭିୟର ସାଇକ୍ଲୋନ ମାନେ ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ତା ପରବର୍ତ୍ତୀ ସମୟରେ ଯେମିତିକି ସନ୍ଧ୍ୟା କିମ୍ବା ରାତ୍ରି ସମୟରେ 28 ତାରିଖର ସନ୍ଧ୍ୟା କିମ୍ବା ରାତି ସମୟରେ ଏହି ବାତ୍ୟାଟି ମାନେ ଭୟଙ୍କର ବାତ୍ୟାଟି କ୍ରସ୍ କରିବ ଆମର କାକିନାଡା ପାଖାପାଖି ମଛଲିପଟ୍ଟନମ ଆଉ କଳିଙ୍ଗପଟ୍ଟନମ ମଧ୍ୟରେ ଆନ୍ଧ୍ରପ୍ରଦେଶର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟାଟି ଅତିକ୍ରମ କରିବା ବେଳେ ତାର ଇଣ୍ଟେନ୍ସିଟି ରହିବ ସିଭିୟର ସାଇକ୍ଲୋନ କିମ୍ବା ଭୟଙ୍କର ବାତ୍ୟା ଓ ସେତେବେଳେ ପବନର ଗତି ରହିବ 90 to 100 କିଲୋମିଟର पर आवर, ଗଷ୍ଟିଂ ଟୁ 110 କିଲୋମିଟର पर आवर। ସେଥିପାଇଁ ଆମର ଆଜି ପାଇଁ ଆଗାମୀ 24 ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ବର୍ଷା ପାଇଁ। ଆଉ ପବନ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ, ଯୋଉଟାରେ କି ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି ଗୋଟେ କିମ୍ବା ଦୁଇଟା ସ୍ଥାନରେ, କିନ୍ତୁ ପୁରା ରାଜ୍ୟରେ ବର୍ଷା ରହିବ। ଆଉ ୟେଲୋ ଆଲର୍ଟ ବି କିଛି କିଛି ଜିଲ୍ଲାରେ ଜାରି କରାଯାଇଛି। ଆଉ ପବନର ଗତି ଆଜି ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ 40 ରୁ 50 କିଲୋମିଟର पर आवर ରହିବ, ଗଷ୍ଟିଂ ଟୁ 60 କିଲୋମିଟର पर आवर। କାଲି ପାଇଁ ଯଦି ଦେଖିବା 28 ତାରିଖରେ ରେଡ୍ ଆଲର୍ଟ ଜାରି କରାଯାଇଛି, ଯୋଉଟାରେ କି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ, ଯୋଉଟାରେ କି ପ୍ରବଳରୁ ଅତି ପ୍ରବଳ ବର୍ଷା ଆଉ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।